କୌଣସି ବି ଝଡ଼ କେତେ ବି ମାରାତ୍ମକ ହେଉନା କାହିଁକି ତାହା ସବୁଦିନ ପାଇଁ ରହିନଥାଏ। ଆଜି ଯଦି ଆପଣ କିଛି ଚ୍ୟାଲେଞ୍ଜେସ୍କୁ ଫେସ୍ କରୁଛନ୍ତି ନା, ତାହେଲେ କାଲି ଆପଣଙ୍କ ପାଇଁ ଆଲୋକର ଦିନ ଆସିବ। ତେଣୁ ମାନସିକ ଭାବରେ ଷ୍ଟ୍ରଙ୍ଗ ହୋଇ ରୁହନ୍ତୁ, କାରଣ ଭଗବାନ ଆପଣଙ୍କ ସହିତ ସବୁବେଳେ ଅଛନ୍ତି। ବାସ୍ ବିଶ୍ୱାସ ରଖନ୍ତୁ, ଦିନେ ସବୁକିଛି ଠିକ୍ ହୋଇଯିବ। ଆହୁରି ମଧ୍ୟ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କି ଯଦିଓ ଆପଣଙ୍କର ଜୀବନ ଯାତ୍ରା ଅଚାନକ ବା ଆଗକୁ କ'ଣ ହେବ ଜଣାପଡ଼ୁନାହିଁ, ତାହେଲେ ଏଥିରେ ଭୟ କରନ୍ତୁ ନାହିଁ, କାରଣ ଭଗବାନ ସବୁବେଳେ ଆପଣଙ୍କ ସହିତ ଚାଲିଛନ୍ତି। ଆପଣଙ୍କର ପ୍ରତ୍ୟେକ ପଦରେ ସେ ଆପଣଙ୍କୁ ଗାଇଡ଼ କରୁଛନ୍ତି। ବାସ୍ ଭଗବାନଙ୍କର ଉପସ୍ଥିତିକୁ ବିଶ୍ୱାସ କରନ୍ତୁ, ଆଉ ଜୀବନଯାତ୍ରାର ରାସ୍ତା ଆପେ ଆପେ ଉଚିତ ସମୟ ଆସିଲେ ନା ଆପଣଙ୍କୁ ଦେଖାଯିବ। ଆପଣ କେଉଁ ଦିଗରେ ଯିବେ ସେ ଆପଣଙ୍କୁ ସେଇ ଦିଗରେ ଟାଣି ନେବେ। ବାସ୍ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସବୁକିଛି ଠିକ୍ ହୋଇଯିବ। ଯଦି ଆପଣଙ୍କ ଜୀବନରେ ନା ଝଡ଼ ଆସୁଛି, ତାହେଲେ ଏଥିରେ ଡରନ୍ତୁ ନାହିଁ, କାରଣ ସବୁ ଝଡ଼ ଆପଣଙ୍କର ଜୀବନକୁ ବର୍ବାଦ କରିବା ପାଇଁ ଆସେ ନାହିଁ, ବରଂ ଆପଣଙ୍କର ଜୀବନଯାତ୍ରାକୁ ସଫା କରିବା ପାଇଁ ଆସିଥାଏ, ଆପଣଙ୍କୁ ପୂର୍ବରୁ ଅଧିକ ମଜବୁତ ବନାଇବା ପାଇଁ ଆସିଥାଏ। ତେଣୁ ଭଗବାନଙ୍କର ଏହି ଲୀଳାରେ ବିଶ୍ୱାସ ରଖନ୍ତୁ, ଆଉ ଆଗକୁ ପୁରା ସାହସର ସହିତ ବଢ଼ନ୍ତୁ। ଦେଖିବେ ଦିନେ ସବୁକିଛି ଠିକ୍ ହୋଇଯିବ। ଆହୁରି ମଧ୍ୟ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କି ଧୈର୍ଯ୍ୟ ହେଉଛି ଏମିତି ଗୋଟିଏ ଜିନିଷ ଯାହା ଗୋଟିଏ ବଡ଼ ଆଶୀର୍ବାଦ ଭଳି। ବାସ୍ ଯଦି ଆପଣ କିଛି କର୍ମ କରୁଛନ୍ତି, ଆପଣଙ୍କୁ ଫଳ ମିଳୁନାହିଁ, ତାହେଲେ ଏଥିରେ ହତାଶ ହୁଅନ୍ତୁ ନାହିଁ। ବାସ୍ ଭଗବାନଙ୍କର ଏହି ଲୀଳାରେ ବିଶ୍ୱାସ ରଖନ୍ତୁ, କାରଣ ଯେତେବେଳେ ଉଚିତ ସମୟ ଆସିବ ନା, ଆପଣଙ୍କର କଠିନ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ବାସ୍ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପୁରା ଚେଷ୍ଟା ବିଶ୍ୱାସର ସହିତ ନିଜର କର୍ମ କରିଚାଲନ୍ତୁ, ଆଉ ଦେଖିବେ ଦିନେ ଏମିତି ସମୟ ଆସିବ ସବୁକିଛି ଠିକ୍ ହୋଇଯିବ। ଆପଣ ନିଜର ଲକ୍ଷ୍ୟକୁ ହାସଲ ବି କରିନେବେ। ଯଦିଓ ଆପଣଙ୍କର ସଂଘର୍ଷର ଓଜନ ଟିକିଏ ଓଜନିଆ ଭଳି ଲାଗୁଛି, କିନ୍ତୁ ଗୋଟିଏ କଥା ମନେ ରଖିବେ କି ଭଗବାନ ସବୁବେଳେ ନା ଆପଣଙ୍କର ସଂଘର୍ଷର ଭାରକୁ ବୋହି ଚାଲିଛନ୍ତି। ବାସ୍ ଭଗବାନଙ୍କ ପାଖରେ ସମର୍ପଣ ହୋଇଯାଆନ୍ତୁ, ନିଜର ସବୁ ଟେନସନ୍ ଚିନ୍ତାକୁ ତାଙ୍କ ପାଖରେ ସମର୍ପଣ କରିଦିଅନ୍ତୁ, ଆଉ ଶାନ୍ତିକୁ ଖୋଜନ୍ତୁ। ଦେଖିବେ ଗୋଟିଏ ରାଇଟ୍ ସମୟ ଆସିବ, ପରଫେକ୍ଟ ମୋମେଣ୍ଟ ଆସିବ, ସେତେବେଳେ ସବୁକିଛି ଠିକ୍ ହୋଇଯିବ, ଆଉ ଆପଣଙ୍କର ସଂଘର୍ଷର ଜୀବନ ସେଇଠି ଶେଷ ହେବ, ଆଉ ସଫଳତାର ଦିନ ଆରମ୍ଭ ହେବ।